ସାରେ ଆଜି ଗୋଟେ ଗପ କହୁନାହାନ୍ତି। ବହୁତ ଦିନ ହେଲାଣି ଗପ କିଛି କହିନାହାନ୍ତି। ହଁ ହଁ ସାରେ ଆଜି ଗୋଟେ ଗପ କୁହନ୍ତୁ, ଭାରି ମଜା ହବ। ଆରେ କି ଗପ ଶୁଣିବ କିରେ ପିଲାଏ? ସାରେ ମୁଁ ଶୁଣିଥିଲି କୋଣାର୍କ ମନ୍ଦିର ଉପରୁ ଧରମା ସମୁଦ୍ରକୁ ଡେଇଁଥିଲା। ହଁ ରେ ଟୁବୁ, ଠିକ୍ ଶୁଣିଛୁ। ମିଛ କଥା ସାରେ, ସମୁଦ୍ର ତ ରହିଲା ଏତେ ବାଟରେ, ସିଏ ଡେଇଁଲା କେମିତି? ତୁ ଟିକେ ଗୋଟେ ବାଳୁଙ୍ଗାଟେ। ମୁଁ କହୁଛି ଶୁଣୁ, ସିଏ କେମିତି ଡେଇଁଲା ସେସବୁ ଜାଣିବୁ। ଜଣେ ରାଜା ଥିଲା। ସିଏ କୋଣାର୍କରେ ସୂର୍ଯ୍ୟ ଦେବତାଙ୍କ ପାଇଁ ମନ୍ଦିରଟିଏ ତୋଳୁଥିଲେ। 1200 ବଢ଼େଇ ଦିନ ରାତି ଲାଗି ପଥରରେ ମନ୍ଦିର ତିଆରି କରୁଥିଲେ। ବିଶୁ ମହାରାଣା କାରିଗର ମାନଙ୍କର ମୁଖିଆ ଥିଲା। କଣ ସାରେ କହୁଛନ୍ତି ବିଶୁ ମହାରାଣା ବୋଲି? ପୁଣି ସିଏ କାଠ କାମ ନ କରି ପଥର କାମ କରୁଥିଲେ? ଚୁପ୍, ଖାଲି କଣ ମହାରାଣା ମାନେ କାଠ କାମ କରନ୍ତି? ଆଉ କିଛି କାମ କରିବେନି ନା କଣ? ଯାହା ନା ମହାରାଣା ସିଏ କଣ ଖାଲି କାଠ କାମ କରିବେ? ଗାଁରେ ତାଙ୍କର ଛୋଟ ପୁଅଟେ ଥିଲା। ତାର ନାଁ ହେଉଛି ଧରମା। ଧରମା ପିଲାଦିନେ ତା ବାପାଙ୍କୁ କେବେ ଦେଖିନଥିଲା। ଦିନେ ସେ କହିଲା, ବୋଉ ମୁଁ କୋଣାର୍କ ଯାଇ ବାପାଙ୍କୁ ଦେଖିକରି ଆସିବି। ବୋଉ କହିଲେ, ତୁ ସାଙ୍ଗରେ ଆମ ବଳିଆ କୁକୁର ଓ ବାଡ଼ି ବରକୋଳି ନେଇକି ଯା। ବାପା ବଳିଆକୁ ଦେଖିଲେ ତତେ ଚିହ୍ନି ପାରିବେ। ଧରମା ବାପା ପାଖକୁ ବାହାରିଲା ଆଉ ବାଟ ପଚାରି ପଚାରି ବିଶୁ ମହାରାଣା ପାଖରେ ପହଞ୍ଚିଗଲା। ବିଶୁ ମହାରାଣା ବାଡ଼ି ବରକୋଳି ଆଉ ବଳିଆକୁ ଦେଖି ଧରମାକୁ ଚିହ୍ନିଲେ। ଖୁସିରେ ହୋଇ ଧରମାକୁ କୁଣ୍ଢାଇ ପକାଇଲେ। ଆଉ ଧରମା ତା ବାପାଙ୍କ ପାଖରେ ବସି ସବୁ କଥା ପଚାରି ବୁଝିଲା। ବିଶୁ ମହାରାଣା କହିଲେ, ମନ୍ଦିର ତୋଳା ସରିଛି, ହେଲେ କେହି ମୁଣ୍ଡି ମାରି ପାରୁନାହାନ୍ତି। କାଲି ସକାଳ ସୁଦ୍ଧା ଯଦି ମୁଣ୍ଡି ନ ମାରିଲେ ରାଜା ଆମ ସମସ୍ତଙ୍କର ମୁଣ୍ଡ କାଟ କରିବେ। ଧରମା ବାପାକୁ କହିଲା, ବାପା ମୁଁ ଯେଉଁ ମୁଣ୍ଡି ମାରିଦେବି। ବାପା କହିଲେ, ତୁ ତ ଛୋଟ ପିଲାଟେ, ତୁ କ'ଣ ଏତେ କଷ୍ଟ କାମ କରିପାରିବୁ? ଧରମା ମନ୍ଦିର ଉପରକୁ ଯାଇ ମାପଚୁପ ଦେଖି ମନ୍ଦିରର ମୁଣ୍ଡି ମାରିଦେଲା। କାରିଗର ମାନେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ, 1200 ବଢ଼େଇ ଦେଉଳର ମୁଣ୍ଡି ମାରିପାରିଲେ ନାହିଁ, ହେଲେ 12 ବର୍ଷର ବାଳକ ଧରମା ଏକା ମୁଣ୍ଡି ମାରିଦେଲା। ରାଜା ଏହା ଶୁଣିଲେ ଆମ ମୁଣ୍ଡ କାଟ କରିଦେବେ, ଆଉ ରଖିବେଟି ଆମ ମୁଣ୍ଡକୁ। ଧରମା ଏ କଥା ଶୁଣିଲା। ମନ୍ଦିର ଉପରୁ ଚଢ଼ି ସମୁଦ୍ର ଭିତରକୁ ଡେଇଁ ପଡ଼ିଲା। ଧରମା ନିଜ ଜୀବନକୁ ଦେଇ 1200 ବଢ଼େଇଙ୍କର ଜୀବନକୁ ବଞ୍ଚେଇଲା। ସମସ୍ତେ ଆଜି ବି ତାକୁ ମନେ ରଖିଛନ୍ତି। ହେଲା ପିଲାମାନେ, ବୁଝିଲ? ଆଜ୍ଞା ସାର୍, ବୁଝିଗଲୁ। ଆରେ ଟୁବୁ, ସେତେବେଳେ କୋଣାର୍କ ମନ୍ଦିର ସମୁଦ୍ର ମୁହାଣ ମୁହଁରେ ହୋଇଥିଲା। ସମୟାନୁକ୍ରମେ ସମୁଦ୍ର ପଛକୁ ଯାଇଛି ଭାରି। ସେଥିପାଇଁ କି ବର୍ତ୍ତମାନ ସମୁଦ୍ର ବହୁତ ପଛରେ ଅଛି। ସେତେବେଳେ ଥିଲା ପାଖରେ, ସେତେବେଳେ ଧରମା ଡେଇଁଥିଲା ସମୁଦ୍ର ଭିତରୁ। ଆରେ ବୁଝିଲୁ ମାଡୁଆ?